ती मंगला काली भद्रकाली कपालिनी दुर्गा क्षमा शिवा धात्री स्वाहा स्वाधा नमस्तुते। वायुर्जमग्नि वरुण शशांक प्रजापतिस्त्वं प्रपितामहस्य नमो नमस्तेस्तु सहस्रकृत्वा पुनश्च भूयोऽपि नमो नमस्ते। आपण माने आज शुभ संध्यारे ये जो दुईटी श्लोक मु पढ़िली कहीं पढ़िली ये श्लोक तो बलिया सबुदिन पढ़े नहीं आज कहीं हठात पढ़ला एमती गोटे भावना आसी काहारी मनरे आसीपारे। देखंतु विश्व आमर ये देशटा भी आमर आमे जो राज्य जन्म होइछु जो भाषा खाद्य पेय को नहीं आमे बढ़ीचु से राज्य आमर। जदि आमर ये सबु आमर तेबे आम विश्व पाई देश पाई राज्य पाई जेतेबेले जो आदेशटी स्वप्न आसंती बा मन भितर प्रेरणा आसंती बलिया भावे ये शुल्क सहित विश्वर समस्या बा राज्यर समस्या बा देशर समस्या निश्चित भावरे माने संयोगित अच्छी। यह पाठ कले निश्चय किसी दुख बा किसी समस्या दूरीभूत हम। तेणु ये श्लोक दुईटी खूब निकटरे आसी थिले ताकू बलिया पाठ करुची एवं आज आपण मानकु समर्पण करुची। ये श्लोक दुईटी जदि पारिबे यदि श्रद्धा रहिबो ताहले ए दुईटी श्लोक परिवार शांति पाई निजर शांति पाई आम विश्व आम देश आम राज्यर शांति पाई समस्तक पाई हिंदू मुसलमान ख्रिस्टियान बौद्ध जैन सिख समस्तक पाई ये श्लोक दुईटी पाठ करी प्रभु को टिके प्रणाम निज इष्टदेव को गुरुदेव को प्रणाम जणाइबे। आज आपण मान गोटे कथा कहबी आमर ये आश्रमर इष्टदेव होउचंती अनंत जहां को आमे शिशु अनंत रूप रे संबोधन करू। शिशु अनंत कहले आम चिंतारे कृष्ण और बलराम कृष्ण बलरामंकर बाल्य लीलाटी होची शिशु अनंत लीला। तापरे पंचसखा जुगरे प्रभु शिशु अनंत रूप में जड़े महापुरुष आविर्भाव होते जहांकर लेखनी एपे भी आम ओडिशा रे किछि लोकंक पाखरे बा निश्चित भाव अच्छी जी लिखिथिले काहीकि रे भूला मन भंगा नाव परे बस अमीय रस को छाड़ी विषया रस रे रस। मोटामोटी से क्षीराब्जी साई शिशु अनंत पंचसखा जुगर शिशु अनंत एवं जुग जुग धरी आम पाई जन्म नेउथिबा अवतार नेउथिबा कृष्ण बलराम इत्यादि
ସମସ୍ତଙ୍କୁ ପ୍ରଣାମ ଜଣାଇ ଆମେ ବିଶ୍ୱର ମଙ୍ଗଳ କାମନା କରୁଛୁ। ଆମର ଏ କ୍ଷେତ୍ରରେ ଶିଶୁ ଅନନ୍ତ ହେଉଛନ୍ତି ଇଷ୍ଟ। କ୍ଷେତ୍ରେଶ୍ୱରୀ ହେଉଛନ୍ତି ଜ୍ୟୋତିର୍ପ୍ରଭା। ଜ୍ୟୋତିର୍ପ୍ରଭା ହେଉଛନ୍ତି ଶାରଦାଙ୍କର ଅବତାର। ଝଙ୍କଡ଼ବାସିନୀ ମା ଶାରଦାଙ୍କର ଅବତାର। ସେଥିପାଇଁ ଏହି ଆଶ୍ରମରେ ଦିନେ ଶାରଦାଙ୍କର ଅବିକଳ ମୂର୍ତ୍ତିଟିଏ ତିଆରି ହେଇ ଗୋଟିଏ ଯଜ୍ଞ ବି କରାଯାଇଥିଲା ଏବଂ କାହାକୁ ମିଛ କାହାକୁ ସତ ହେଇପାରେ। ଅର୍ଦ୍ଧରାତ୍ରିରେ ଏବେ ବି ସେ ପିଲା ଏଇ ଆଶ୍ରମରେ ଅଛି। ବଥୁରୀ ବୋଲି ଗୋଟେ ଲୋକ ଯେ ଫୁଲ ବଗିଚାର କାମ କରନ୍ତି, ଫଳ ବଗିଚାର କାମ କରନ୍ତି। ସେ ନିଜେ ଦେଖିଛନ୍ତି ମା ଶାରଦା ଗୋଟିଏ ନାଲି ଶାଢ଼ୀ ପିନ୍ଧି, ନାଲି କି ହଳଦୀ ଶାଢ଼ୀ ପିନ୍ଧି ଅର୍ଦ୍ଧରାତ୍ରିରେ ସମସ୍ତେ ଶୋଇଯିବା ପରେ ଏହି ଆଶ୍ରମକୁ ଆସିଥିଲେ ଏବଂ ଟୁଏଲ ପାଖରେ ପାଦ ଧୌତ କଲେ। ସେଇ ପର୍ଯ୍ୟନ୍ତ ତାଙ୍କ ମୂର୍ତ୍ତି ପର୍ଯ୍ୟନ୍ତ ଗଲେ। ଯେତେବେଳେ ଇଏ ତାଙ୍କୁ ଖୋଜିଲା ସିଏ ଆଉ ନାହାନ୍ତି, କେବଳ ଚୁଆ ଚନ୍ଦନର ବାସ ବାସି ଉଠିଲା। ତେଣୁ ଜ୍ୟୋତିର୍ପ୍ରଭା ହେଉଛନ୍ତି ଶାରଦାଙ୍କର ଅବତାର। ଝଙ୍କଡ଼ବାସିନୀ ମା ଶାରଦାଙ୍କର ଅବତାର। ସିଏ ବିଦ୍ୟାଦାୟିନୀ, ବୁଦ୍ଧିଦାୟିନୀ, ସିଏ ବିଚାରମଣି, ସେ ଶକ୍ତିମୟୀ। ତାଙ୍କୁ ଯିଏ ଯେଉଁ ରୂପରେ ଭାବିବ ସେ ସେଇ ରୂପରେ ଦେଖାଦେବେ। ଇଏ ଗଲା ଗୋଟିଏ କଥା। ଆପଣ ଦେଖିବେ ଆମର ଗୋଟିଏ ଅନନ୍ତ ସରୋବର ଅଛି ଏଇ ଆଶ୍ରମରେ। ସେଠି ସବୁ ତୀର୍ଥଙ୍କର ନାମ ସ୍ମରଣ କରାଯାଏ। ତୀର୍ଥେଶ୍ୱରଙ୍କୁ ସେଠି ମଧ୍ୟ କିଛି ଦିନ ଜଳାଶାୟୀ କରାଯାଇଥିଲା। ଯାଉ ସେ ଅନନ୍ତ ସରୋବର କୂଳରେ ମା ରାମଚଣ୍ଡୀଙ୍କର ଗୋଟିଏ ଆସ୍ଥାନ ରଖାଯାଇଛି। ତାର କାରଣ ବହୁତ ଅଛି, ସେ କଥା କହିବାକୁ ମୁଁ ଚାହୁଁନି। ଇଏ ହେଉଛନ୍ତି ସର୍ବରୋଗ ଦୁଃଖ କଷ୍ଟ ନାଶିନୀ। ଆମକୁ କିଛି ରୋଗ ହେଲେ କିମ୍ବା ଆମର କିଛି ସମସ୍ୟା ଆସିଲେ ସେତେବେଳେ ଆମେ ମା ରାମଚଣ୍ଡୀଙ୍କ ପାଖରେ ଭକ୍ତମାନଙ୍କ ପାଇଁ ମାର୍ଜନା କରିଥାଉ ଏବଂ ଚାମୁଣ୍ଡାଙ୍କ ମନ୍ତ୍ରରେ ତାଙ୍କୁ ପ୍ରଣାମ ଜଣାଇଥାଉ। ଇଏ ଦାୟିତ୍ୱଟି ଆମେ ବଳିଆ ସଞ୍ଜୟ ଭାଇଙ୍କି ଦେଇଛି ଏବଂ ତାକୁ ପୂଜା କରୁଛନ୍ତି ଏଇ ଆଶ୍ରମର ଅନ୍ତେବାସୀ। ତାଙ୍କ ନାଁଟି ହେଉଛି ଝୁନିଆ, ତେଣୁ ତାଙ୍କ ନାଁଟି କ'ଣ ଭଲ ନା ସୁବଳ ଦାସ। ଏବଂ ମା ମାନେ ଆମ ଆଶ୍ରମର ବ୍ରହ୍ମଚାରିଣୀ ମାନେ ସେମାନେ ମଧ୍ୟ ପୂଜା କରନ୍ତି। ତେବେ ଐଂ ଓମ୍ ଐଂ ହ୍ରିଂ କ୍ଲିଂ ଚାମୁଣ୍ଡାଇ ବିଜେ, ଏଇ ମନ୍ତ୍ରରେ ମା ରାମଚଣ୍ଡୀଙ୍କୁ ପୂଜା କରାଯାଏ। ଏବଂ ମା ରାମଚଣ୍ଡୀ ସ୍ୱପ୍ନାବିଷ୍ଟ ହୁଅନ୍ତି, ପ୍ରତିକାର ମଧ୍ୟ ବତାନ୍ତି। ଏଇ ପ୍ରତିକାର କର। ସେଇ ପ୍ରତିକାର କଲା ପରେ ସେ ରୋଗମୁକ୍ତ ବା ଦୁଃଖମୁକ୍ତ ହୁଏ। ଯାହାର ରୋଗମୁକ୍ତ ହବାର ନାହିଁ ସେଥିପାଇଁ ସେ ମଧ୍ୟ ଇଙ୍ଗିତ କରନ୍ତି, ତୁମେ ଆଉ ତାଙ୍କ ପାଇଁ ଏତେ କଷ୍ଟ କରନା। କାହାକୁ କୁହନ୍ତି ତାର ବିବାହର ବହୁତ କଷ୍ଟ, କାହା ପାଇଁ କୁହନ୍ତି ତାର ରୋଗ ଭଲ ହବା ବହୁତ କଷ୍ଟ। ହବ ନାହିଁ ବୋଲି କହନ୍ତିନି, କଷ୍ଟ କିନ୍ତୁ କହନ୍ତି।
ଆଜି ତିନୋଟି ବ୍ୟକ୍ତିଙ୍କ ପାଇଁ ମୁଁ ନିଜେ ମା ରାମଚନ୍ଦ୍ରୀଙ୍କୁ ସ୍ମରଣ କରି ତିନୋଟି ବ୍ୟକ୍ତିଙ୍କ ପାଇଁ ନିଜେ ପୂଜାଟିଏ କଲି। ବ୍ରାହ୍ମଣ ସଜାଡ଼ିକି ଦେଲେ, କାଳିଆ ନନା ସେ ସବୁ ସଜାଡ଼ି ଦେଲେ। ବଳିଆ କୌପୁନି ଖଣ୍ଡିଏ ଦେହରେ ପିନ୍ଧି ଖୋଲା ଦେହରେ ତିନି ଜଣଙ୍କ ପାଇଁ ପୂଜା କଲେ। ଜଜ୍ ବା ବିଚାରକ କ'ଣ ବିଚାର ଦେବେ ସେଇଟା ଆମେ କହିପାରିବାନି, ଆମର ତାହା ଆୟତ୍ତାଧୀନ ନୁହେଁ। କିନ୍ତୁ ଓକିଲ ଜାଣିବା ଦରକାର ବା ଓକିଲାତି ଯେଉଁମାନେ କରୁଛନ୍ତି ସେମାନେ ବୁଝିବା ଦରକାର, ମୁଁ ମୋ ମଣିଷ ପାଇଁ ମୁଁ ଯାହାର ଦାୟିତ୍ୱ ନେଇଛି, ମୁଁ ଜଜ୍ଙ୍କ ପାଖରେ ବିଚାରପତିଙ୍କ ପାଖରେ ମୁଁ ମୋର ଯଥେଷ୍ଟ ସଂଗ୍ରାମ କରି ଚାଲିଛି ଏବଂ ସଂଗ୍ରାମରେ ହୁଏତ ବିଜୟୀ ହେଇଛି କି ପରାଜୟ ହେଇଛି ସେସବୁ ଭଗବତ ଇଚ୍ଛା। ଯେତେବେଳେ ଯାହା ଘଟେ ବା ଘଟିବ କାହାରି ଆୟତ୍ତ ନୁହଁରେ ବାବୁ। ଏହି ପବିତ୍ର ଆଶ୍ରମକୁ ଆଶ୍ରୟ କରି ଅନେକ ଭକ୍ତ ଶିଷ୍ୟମାନେ ଆସନ୍ତି, ଅନେକ ସମସ୍ୟା କୁହନ୍ତି, ଅନେକ ମାନେ ଏକାଗ୍ରତାର ସହିତ ଧୈର୍ଯ୍ୟର ସହିତ ଅପେକ୍ଷା କରିଥାନ୍ତି ବଳିଆ ମୁହଁରୁ କ'ଣ ବାହାରିବ। ବଳିଆ ବା ଓକିଲାତି କରିସାରିଲା ପରେ ବା ଠାକୁରଙ୍କୁ ପ୍ରାର୍ଥନା କରିସାରିଲା ପରେ ମୋ ଭିତରେ କ'ଣ ଯେ ପ୍ରେରଣା ଆସିବ ସେଇଟା ମୁଁ ବି ନିଜେ କହିପାରିବିନି। ଯେତେବେଳେ ଯାହା ଘଟେ ବା ଘଟିବ କାହାରି ଆୟତ୍ତ ନୁହେଁ ବାବୁ। ତେଣୁ ଆଜିର ଏହି ପବିତ୍ର ସନ୍ଧ୍ୟାରେ ଏ ତିନୋଟି ମନ୍ତ୍ର ଆପଣମାନଙ୍କୁ ସମର୍ପଣ କଲି। ରାମଚନ୍ଦ୍ରୀଙ୍କୁ ଯେତେବେଳେ ଆଶ୍ରମକୁ ଆସିବେ ପ୍ରଥମେ ଶିଶୁ ଅନନ୍ତଙ୍କୁ ଦର୍ଶନ କରିବେ, ତାପରେ ଜ୍ୟୋତିପ୍ରଭା ମା ଶାରଦାଙ୍କୁ ଦର୍ଶନ କରିବେ, ଭୋଗ ଦୀପ ଇତ୍ୟାଦି ଜଳେ ଦେବେ, ଅର୍ପଣ କରିବେ। ତାପରେ ମା ଅନନ୍ତ ସରୋବର କୂଳରେ ସନାତନ ଘାଟ ବୋଲି ଗୋଟେ ଘାଟ ରହିଛି, ସେଇଠି ରାମଚନ୍ଦ୍ରୀଙ୍କୁ ପ୍ରଣାମ ଜଣାଇବେ। ତେଣୁ ଏ କ୍ଷେତ୍ରର ମହିମା ସହିତ ନିଜକୁ ସାମିଲ କଲେ ଅନ୍ତତଃ ଆପଣମାନେ ଅନେକ କଥା ଜାଣିପାରିବେ, ଅନେକ ସମସ୍ୟାର ସମାଧାନ ହେଇପାରିବ। ସବୁ ତ କଷ୍ଟ, କିନ୍ତୁ କଷ୍ଟରୁ ରକ୍ଷା ପାଇବା ପାଇଁ ଏକମାତ୍ର କୃଷ୍ଣ ହିଁ ଏକମାତ୍ର ଆମର ରକ୍ଷକ। ଗତକାଲି କହିଥିଲି ଗୋଟେ କଥା କହିଥିଲି, ଭଗବାନ କେବେ ବି ନିରାକାର ନୁହନ୍ତି। ନିରାକାର ହେଉଛି ଗୋଟେ ଶବ୍ଦ, ସେ ଶବ୍ଦକୁ ଆମେ ହିଁ କହିଛେ, କିନ୍ତୁ ଭଗବାନ ପ୍ରକୃତରେ ସାକାର। ଯିଏ ଅଛନ୍ତି ଥିଲେ ରହିବେ, ଯାହାଙ୍କୁ ପାଇବା ପାଇଁ ଭକ୍ତ ଯୋଗୀ ଋଷି ମୁନି ଯୁଗ ଯୁଗ ଧରି ତପସ୍ୟା କରୁଛନ୍ତି, ତାଙ୍କ ସ୍ପର୍ଶ କିଏ ତାଙ୍କ ସ୍ପର୍ଶ ଅନୁଭବ କରିଛି, କିଏ ତାଙ୍କ ବାଣୀ ଅନୁଭବ କରିଛି, କିଏ ତାଙ୍କୁ ପ୍ରତ୍ୟକ୍ଷରେ ଦର୍ଶନ କରିଛି। ଯିଏ ଅଛନ୍ତି ଥିଲେ ଥିବେ, ସେ ନିରାକାର କେମିତି ହେବେ? ପ୍ରକୃତରେ ସେ ହେଉଛନ୍ତି ସାକାର। ଆମେ ଯାହାକୁ ଦେଖୁଛୁ ଆମେ ସେଇଆକୁ କହୁଛୁ ସାକାର, କିନ୍ତୁ ଆପଣ ଯେଉଁ ଦ୍ରବ୍ୟଟାକୁ ଦେଖୁଛନ୍ତି ଦ୍ରବ୍ୟର ବାହ୍ୟ ରୂପଟାକୁ ଦେଖୁଛନ୍ତି। ସେ ବାହ୍ୟ ରୂପ ଭିତରେ ତାର ଅନ୍ତର୍ନିହିତ ଯେଉଁ ଶକ୍ତିଟି ରହିଛି, ଯାହାକୁ ଏନର୍ଜି ବୋଲି ଆପଣ କହୁଛନ୍ତି ବା ଗୁଣ ବୋଲି କହୁଛନ୍ତି, ସେ ଗୁଣଟି ହେଉଛି ନିରାକାର। ସେ ସାକାର ଭିତରେ ନିରାକାର ହେଇକି ଅଛନ୍ତି। ଆମେ ସେ ଦ୍ରବ୍ୟକୁ ବ୍ୟବହାର କରିବା ପରେ ସେ ଶକ୍ତିଟା ଆମ ପାଖକୁ ଆସେ। ଆପଣ ଦେଖନ୍ତୁ, ଜୀବନ ହେଉଛି ଗୋଟେ ସାକାର ମୂର୍ତ୍ତି। ସେଇ ଜୀବନଟା ଥିବା ପର୍ଯ୍ୟନ୍ତ ଆମେ ତାକୁ ସାକାର ସାକାର କହୁଛୁ, କି ନିରାକାର
ଜୀବନରୁ ଯେତେବେଳେ ସେଇ ସାକାର ମୂର୍ତ୍ତି ରୂପକ ଆତ୍ମା ବା ନିଶ୍ୱାସ ଚାଲିଯାଏ, ସେଇ ମୂର୍ତ୍ତିଟି ଥାଏ, ସେଇ ଆଖି, ସେଇ କାନ, ସେଇ ନାକ, ସେଇ ପାଟି ସବୁ ଥାଏ, କିନ୍ତୁ ତାର କୌଣସି କ୍ରିୟା ନଥାଏ। କାହିଁକି ନା ତା ଭିତରେ ଥିବା ନିରାକାର ରୂପୀ ଆତ୍ମା ଚାଲିଗଲେ, ମାନେ ସେ ଘଟକୁ ତ୍ୟାଗ କଲେ। ତେଣୁ ଇଏ ସୃଷ୍ଟି ହେଉଛି ସେଇ ସାକାରରୁ ପରମାତ୍ମାଙ୍କର ସୃଷ୍ଟି ହେଉଛି ନିରାକାର ମନ୍ଦିର, ସୃଷ୍ଟି ହେଉଛି ତାଙ୍କର ପ୍ରକୃତ ମନ୍ଦିର। ତାଙ୍କ ମନ୍ଦିର ବା ତାଙ୍କ ମସଜିଦ କି ତାଙ୍କ ଚର୍ଚ୍ଚ, ତାଙ୍କ ଗୁରୁଦ୍ୱାର ଏଇ ଇଟା ଚୂନ ବାଲିରେ ନିର୍ମାଣ ହେଇଛି ସିନା, କିନ୍ତୁ ପ୍ରକୃତରେ ସୃଷ୍ଟିଟା ତାରି ଭିତରେ ନାହିଁ। ସମଗ୍ର ସୃଷ୍ଟି ଜଳ, ସ୍ଥଳ, ବନ, ଗିରି, ଆକାଶ ସମସ୍ତ ସୃଷ୍ଟି ହେଉଛି ସେ ନିରାକାରଙ୍କର ସୁନ୍ଦର ସାକାର ପରମାତ୍ମାଙ୍କର ଇଏ ସୁନ୍ଦର ନିରାକାର ମୂର୍ତ୍ତି, ନିରାକାର ମନ୍ଦିର। ଏଇ ନିରାକାର ମନ୍ଦିରରେ କେତେ ଜୀବ, କେତେ ଜନ୍ତୁ, କେତେ ପିମ୍ପୁଡ଼ି ଜନ୍ଦା ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ, ବୃକ୍ଷ ତରୁ ତୃଣ ଲତା, ତାର ହିସାବ ନାହିଁ। ସମୁଦ୍ର, ନାଳ, ନର୍ଦ୍ଦମା, ନଦ, ନଦୀ ସବୁ କିଛି ଇଏ ହେଉଛି ସେଇ ସାକାର ପରମାତ୍ମାଙ୍କର ନିରାକାର ମନ୍ଦିର। ଏଇ ନିରାକାର ମନ୍ଦିର ଭିତରେ ସବୁ କିଛି ପୂର୍ଣ୍ଣ ହେଇ ରହିଥିବାରୁ ଆମେ ପଢ଼ୁଛୁ ପୂର୍ଣ୍ଣମଦ ପୂର୍ଣ୍ଣମିଦମ୍ ପୂର୍ଣ୍ଣାତ ପୂର୍ଣ୍ଣମୁଦଚ୍ୟତେ। ଏହାକୁ କେହି ଅଦୃଶ୍ୟ ଜ୍ୟୋତି ବୋଲି କହନ୍ତି, କିଏ ଅଲେଖ ବୋଲି କୁହନ୍ତି, କିଏ ଆଲ୍ଲା ବୋଲି କୁହନ୍ତି, କିଏ ଈଶ୍ୱର ବୋଲି କୁହନ୍ତି, କିଏ କ'ଣ କୁହନ୍ତି। କିନ୍ତୁ ଯିଏ ଯାହା ବି କହୁ, ଯିଏ ଅଛନ୍ତି, ରହିଛନ୍ତି, ରହିବେ, ସୃଷ୍ଟି ପରିବର୍ତ୍ତନ ହେଇଯିବ କିନ୍ତୁ ସେ ପରିବର୍ତ୍ତନ ହେବେନି। ତେଣୁ ସେ ହେଉଛନ୍ତି ପ୍ରକୃତ ସାକାର, ସିଏ ହେଉଛନ୍ତି ପ୍ରକୃତ ସଦ୍ଗୁରୁ। କେତେ ସଦ୍ଗୁରୁ ଆସିକିରି ତାଙ୍କ ଲୀଳା ଖେଳା ଶେଷ କରି ଗଲେଣି, କିନ୍ତୁ ଜଣେ ହିଁ ଜଗତ ଗୁରୁ, ଯାହାକୁ ଆମେ କହୁ ଯେ ଜଗତ ଗୁରୁ। ଜଗତ ଗୁରୁ ମାତ୍ର ଜଣେ, ଆଉ ସମସ୍ତେ ତାଙ୍କର ଶାଖା ପ୍ରଶାଖା ଇତ୍ୟାଦି। ଶେଷରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇ ଆଜିର କଥାକୁ ଏଇଠି ବିଶ୍ରାମକୁ ଦେଉଛି। ଜୟ ସାକାର, ଜୟ ନିରାକାର।